ଆମେ ଆଜି ଆଲୋଚନା କରିବା ନବଗ୍ରହ ଓ 27 ନକ୍ଷତ୍ରକୁ ନେଇ ବିଭିନ୍ନ ଶୁଭ ଅଶୁଭ ସମ୍ବନ୍ଧୀୟ ଫଳ ଉପରେ। ଆମେ ଅଛେ ସୋମବାରେ ଆଲୋଚନା କରୁଛେ ମଙ୍ଗଳବାରକୁ ନେଇ। ମଙ୍ଗଳବାର ଦିନ ସୂର୍ଯ୍ୟୋଦୟ ହେବେ 5ଟା 8 ପରେ, ସୂର୍ଯ୍ୟ ଅସ୍ତ ଯିବେ 6ଟା 23 ପରେ, ମନ୍ଦ ସମୟ ଅପରାହ୍ନ 3ଟା 6ରୁ 4ଟା 45। ଆଜି ତିଥି ନବମୀ, ତାଳ ଖାଇବା ମନା। ତାଳ କେଉଁଠି କେଉଁଠି ତାଳ ପାଚିବା ଆରମ୍ଭ ହେଲାଣି, କେଉଁଠି କେଉଁଠି କାଁ ଭାଁ ବି ତାଳ ସଜ ଥାଇପାରେ। ପୁରୁଣା ତାଳ ଗଜା ଆଦି କେଉଁଠି କିଏ ଖାଇଲା ନାହିଁ। ତାଳ ସଂକ୍ରାନ୍ତୀୟ କୌଣସି ଖାଦ୍ୟ ଖାଇବା ନାହିଁ। ଖାଇଲେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା। ବାସ୍ ତାଳ ପିଠା ଭଲ ଲାଗେ ଯେ, ପାଚିଲା ତାଳ ମଞ୍ଜିକି ଚିପୁଡ଼ି ରସ ବାହାର କରି ଚକୁଳି ହୁଏ, ତାଳ ଚକୁଳି ଭଲ ଲାଗେ। ଏବେ ମଙ୍ଗଳବାର ଦିନ ଘଟଣା ଘଟିଛି କ'ଣ? 9 ତାରିଖ ମଙ୍ଗଳବାର, ମେଷ ରାଶି, ଦ୍ୱିଜା ନକ୍ଷତ୍ରର ସକାଳ 9ଟା 39 ଯାଏ ଶୁଭ। ଚିନ୍ତା ବୃଦ୍ଧି ହେବ, କାରଣ ଦେହ ଅସୁସ୍ଥ ହେବ, ବ୍ୟୟ ବଢ଼ିଯିବ, ସାହାଯ୍ୟ ସହଯୋଗ ମିଳିବନି, ପ୍ରିୟ ଲୋକ ଅପ୍ରିୟ ବ୍ୟବହାର କରିବେ, ଆୟ ଅମଳ ପ୍ରାୟ ହେବନି, ଅନେକ ସମୟ ବୃଥାରେ କଟିଯିବ, ଯଥା ସମୟରେ କୌଣସି କାର୍ଯ୍ୟ ହେବନି, ଏଭଳିକି ମୁଠେ ଖାଇବାକୁ ମିଳିବନି, ଋଣଦାତା ହଇରାଣ କରିବେ, ଆଉ ଯେଉଁମାନେ ନେଇଛନ୍ତି ଧାର ଉଧାର ସେମାନେ ଅସମୟରେ ବି ସାହାଯ୍ୟ କରିବେନି। ଏମିତି ବହୁ ଘଟଣାକୁ ନେଇ ମେଷ ରାଶିଆଙ୍କର ଆଜି ଚିନ୍ତା ବଢ଼ିଯିବ। ହଁ, କ'ଣ କରିବେ? ସଙ୍କଟ ମୋଚନ ହନୁମାନଙ୍କୁ ସ୍ମରଣ କରୁନାହାନ୍ତି, ଭଲ ହେବ। ସଂକଟ କଟେ ମିଟଇ ସବୁ ପୀରା, ଯୋ ସୁମରି ହନୁମତ ବୋଲ ବୀରା। ବୃଷ ରାଶି 9 ତାରିଖ ସୋମବାର, ବୃଷ ରାଶିର ରୋହିଣୀ ନକ୍ଷତ୍ରର ସକାଳ 9ଟା 39 ଯାଏ ଶୁଭ। ପରିଭ୍ରମଣ, ଖୁସି ମିଳିବ। ଆଜି ବୁଲାବୁଲି କଲେ ଶାନ୍ତି ପାଇବେ। ଯେଉଁ ଖରା ହେଉଛି ବୁଲିବେ, ଯୋଗ ଅଛି, ଜରୁରୀ ଥିଲେ ଯାଆନ୍ତୁ, ନହେଲେ ନାହିଁ। ଆଉ ଆୟ ପାଇଁ ଏକ ଅନୁକୂଳ ଦିନ। ବହୁ ଦିନର ଆକାଂକ୍ଷା ଆଜି ପୂରଣ ହେବ। ଏଣୁ ବିଦ୍ୟା ବୁଦ୍ଧି ବିବେକର ବିନିଯୋଗ କରି ଯଥୋଚିତ ଶ୍ରମଦାନ କଲେ କର୍ମଭୂମି ବିପୁଳ ଧନ ଦାନ କରିବ। ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ, ସମସ୍ତ ସୁଖ ଓ ସୁବିଧା ନିଶ୍ଚୟ ମିଳିବ। ବୃଷ ରାଶି ପାଇଁ ଆଜି ଆୟ ଅମଳ ଦିନ, ରୋଜଗାର ଦିନ। ସୁତରାଂ ସମସ୍ତ ବୃଷ ରାଶି ଆବାଳ ବୃଦ୍ଧ ବନିତା ଯିଏ ଯେଉଁ କର୍ମ କରି ବଞ୍ଚୁଛେ ସେମାନେ ସମସ୍ତେ ଆଜି ଚଳଚଞ୍ଚଳ ହୁଅନ୍ତୁ, କର୍ମବୀର ହୁଅନ୍ତୁ। ଅର୍ଥ ନିଶ୍ଚୟ ଆସିବ। ଚୁପଚାପ ବସିଲେ କିଛି ମିଳିବନି। ଚେଷ୍ଟା କରନ୍ତୁ ନା, ଲାଭବାନ ହେବେ। ମିଥୁନ ରାଶି 9 ତାରିଖ ମଙ୍ଗଳବାର, ମିଥୁନ ରାଶିର ଆର୍ଦ୍ରା ନକ୍ଷତ୍ରର ସକାଳ 9ଟା 39 ଯାଏ ଶୁଭ। ଆୟ ବୃଦ୍ଧି ହେଲେ ବି ମନ ଲାଖି ହେବନି। ଆଜି ଆୟ ବଢ଼ିବ, କିନ୍ତୁ ମନ ବୁଝିବନି, ମନ ଲାଖି ଆୟ ହେବନି। କଠିନ ପରିଶ୍ରମ କରିବାକୁ ପଡ଼ିବ। ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ। ଆୟ ଅମଳ ପାଇଁ ବହୁ ସୁଯୋଗ ଆସିବ। ନୂତନ ଆୟପନ୍ଥା ଦୃଶ୍ୟମାନ ହେବ। ପରୀକ୍ଷା ଫଳ ଆନନ୍ଦପ୍ରଦ ହେବ। ରୁଚିକର ଖାଦ୍ୟ ଓ ଆନନ୍ଦଦାୟୀ ନିଦ୍ରା ମିଳିବ। ଶ୍ରମାନୁସାରେ ରୋଜଗାର ହେବ। ସବୁ ସୁଖ ହେବ। କିନ୍ତୁ କେଉଁଠି କ'ଣ ଟିକିଏ ରହିଯିବ, ଯଦ୍ୱାରା ସେ ଆୟ ଦେଖି ଜାଣି ବୁଝି ମନ ବୁଝିବନି। ଚେଷ୍ଟା କରନ୍ତୁ, ହୁଏତ ଈଶ୍ୱର ଦୟା କରନ୍ତି। ଉଦ୍ୟୋଗିନ ପୁରୁଷ ସିଂହା ଉପେଇତି ଲକ୍ଷ୍ମୀ।
ଶାସ୍ତ୍ରବାଣୀ କ'ଣ ଭୁଲ ହେବ? କର୍ମଣ୍ୟେବାଧିକାରସ୍ତେ, ଏଇଟା କ'ଣ ଭୁଲ କଥା? ତେଣୁ କର୍ମ କରନ୍ତୁ, କେଉଁଠି ଟିକେ ତ୍ରୁଟି ରହିଗଲେ ଭୁଲ ଫଳ ମିଳିବ। କର୍କଟ ରାଶି 9 ତାରିଖ ମଙ୍ଗଳବାର, କର୍କଟ ରାଶି, ପୁଷ୍ୟା ନକ୍ଷତ୍ରର ସକାଳ 9ଟା 39 ଯାଏ ଶୁଭ। ଆଜି ବ୍ୟୟ ବୃଦ୍ଧି ହେବ, ସମ୍ମାନ ହାନି ହେବ, ଶାନ୍ତି ଭଙ୍ଗ ହେବ। ଯେଉଁ ବ୍ୟକ୍ତି ଯେପରି ସ୍ନେହ, ମମତା, ଆଦର, ପ୍ରେମ କରିଥାନ୍ତି ସେ ତାହା କରିବେନି, ଅର୍ଥାତ୍ ଆମକୁ ଯାହା ମିଳିବା କଥା ତାହା ମିଳିବନି। ଆହାର ରୁଚିକର ହେବନି, ନିଦ ସମସ୍ୟା ହେବ। ଏଣୁ ଭାବି ବିଚାରି ଉଚିତ ପଦକ୍ଷେପ ନିଅନ୍ତୁ। କାହା ଉଚିତ କେଉଁଟା ଅନୁଚିତ, କ'ଣ କଲେ ଭଲ କ'ଣ ନ କଲେ ଭଲ, ସେ ବିଚାର ଆପଣ ନିଜେ କରନ୍ତୁ। କାହାକୁ ଧାର ଉଧାର ମାଗନ୍ତୁନି କି କାହାକୁ ପରାମର୍ଶ ଦିଅନ୍ତୁନି। ଭଲ ଦିନ ନୁହଁତା ତ, ଗୋଟିଏ ବିକଳିଆ ଦିନ, ଅପମାନ ମିଳିବାର ଦିନ, ଅଭାବ ଗୋଡ଼େଇବା ଦିନ, ସମସ୍ୟା ବହୁଳ ଦିନ। ଏଣୁ କର୍କଟ ରାଶିର ସମସ୍ତେ ଭାବି ବିଚାରି ପଦକ୍ଷେପ ନିଅନ୍ତୁ, ନହେଲେ ନାହିଁ ଚୁପ୍। ସିଂହ ରାଶି 9 ତାରିଖ ମଙ୍ଗଳବାର, ସିଂହ ରାଶିର ପୂର୍ବ ଫାଲ୍ଗୁନ ନକ୍ଷତ୍ରର ସକାଳ 9ଟା 39 ଯାଏ ଶୁଭ। ଆଜି ଅଶାନ୍ତି ଅଶାନ୍ତି ଅଶାନ୍ତି, ଶାନ୍ତି ନାହିଁ। ଆଜି ଶାନ୍ତି ମାଉସୀ ତା ପୁଡ଼ା ପୁଟୁଳି ବାନ୍ଧି ଘରକୁ ପଳେଇ ଯାଇଛି। ଆଜି କେବଳ ଅଶାନ୍ତି, ଦୂରଯାତ୍ରା ନିଷେଧ, ଯାନବାହନରେ ବ୍ୟବହାର ହାନିକାରକ। ତେଣୁ ଯାନବାହନ ବ୍ୟବହାର କରନ୍ତୁ ନାହିଁ, ଦେହ ଅସୁସ୍ଥ ରହିବ। ଆୟ ଅମଳ ପଥ ବନ୍ଦ, ସୁଖ ଶାନ୍ତି ମିଳିବନି। ତୁମର ଦାହିକ ଓ ମାନସିକ ଦୁରବସ୍ଥା ବଢ଼ିଯିବ। ପୁରୁଣା ରୋଗୀଙ୍କ ଦୁଃଖ ବଢ଼ିଯିବ। ସୂର୍ଯ୍ୟାସ୍ତ ପରେ ଦେବ ଦର୍ଶନ ଯୋଗ ଅଛି। ଯଥା ସମୟରେ କୌଣସି କାର୍ଯ୍ୟ ହେବନି। ଆଜି ନ ଦେଉଥିବା ଜଣେ ବନ୍ଧୁ କିଛି ଦେବେ ଖାଇବାକୁ। ହଁ 9 ତାରିଖ ମଙ୍ଗଳବାର, କନ୍ୟା ରାଶିର ହସ୍ତା ନକ୍ଷତ୍ରର ସକାଳ 9ଟା 39 ଯାଏ ଶୁଭ। ପ୍ରସନ୍ନତା ଦିଶିବେ, ଆଜି ପ୍ରସନ୍ନ ଦିଶିବେ, ଖୁସି ଦିଶିବେ। ଦର୍ପଣ ଦେଖନ୍ତୁ, ମୁହଁର ରଙ୍ଗ, ମୁହଁର ତେଜ ଆଜି ବଦଳିଯିବ। ବିଧି ବିଧାନ ବିଚିତ୍ର ପରା। ବାଦୁଡ଼ି ଗୋଟିଏ ଜୀବ, ସେ ରାତିରେ ବୁଲେ, ଦିନରେ ଗଛରେ ଓହଳିକି ରହେ। ସେ ଓହଳିକି ରହିଲେ ହିଁ ତାର ଜୀର୍ଣ୍ଣ ହେବ, ନହେଲେ ହେବନି। ତାର ଫୁସ୍ଫୁସ୍, ତା ହୃତ୍ପିଣ୍ଡ ଠିକ୍ କାମ କରିବ। ବିଧି ବିଧାନ ବିଚିତ୍ର, ଆମ ଜ୍ଞାନ ବାହାରେ ସବୁକିଛି। ତେଣୁ କନ୍ୟା ରାଶି ପାଇଁ ଏମିତି ହେବ। ଆପଣ କାଲି ଯେମିତି ଦୁଷୁଥିଲେ ଆଜି ଭଲ ଦୁଷିବେ, ପ୍ରସନ୍ନ ଦୁଷିବେ। ରୋଜଗାର ପାଇଁ ସମସ୍ତ ସୁବିଧା ଉପଲବ୍ଧ ହେବ। ପାଗ ଅନୁକୂଳ ରହିବ। ଦୈନନ୍ଦିନ ପେଟ ପାଟଣା ପାଇଁ କରୁଥିବା ଆୟ ଅମଳରୁ ଊଣା ହେବନି, ମାନେ ଭଲ ଆୟ ହେବ। ନୂତନ ଆୟପନ୍ଥା ଦୃଶ୍ୟମାନ ହେବ। ସାମାନ୍ୟ ଚେଷ୍ଟାରେ ଭଲ ରୋଜଗାର ହେବ। କେବଳ ଏଥିପାଇଁ ସଦିଚ୍ଛା ଓ ଉଦ୍ଯୋଗ ଲୋଡ଼ା। ଦେହ ସୁସ୍ଥ ରହିବ। ପୁରୁଣା ରୋଗୀ ଟିକେ ଶାନ୍ତି ପାଇବେ। କନ୍ୟା ରାଶିର ଭଲ ଦିନ, ସୁଖ ଶାନ୍ତି, ଧନ ମାନ ସମ୍ମାନ ସବୁକିଛି ପାଇବେ କନ୍ୟା ରାଶି ଲୋକମାନେ। ଆଚ୍ଛା, ତୁଳା ରାଶି 9 ତାରିଖ ମଙ୍ଗଳବାର, ତୁଳା ରାଶି ସ୍ୱାତି ନକ୍ଷତ୍ରର ସକାଳ 9ଟା 39 ଯାଏ ଶୁଭ। ଭଲ ଆୟ ହେବ। ମହିଳାଙ୍କର ଆଜି ଘାତଚନ୍ଦ୍ର। ସାବଧାନତାର ସହ ଚଳ ପ୍ରଚଳ ହୁଅନ୍ତୁ। ଜାଣନ୍ତୁ ଆଜି ଏକ ଲାଭକାରକ ଦିନ। ଅତୀତରେ କରିଥିବା କର୍ତ୍ତବ୍ୟ, କାର୍ଯ୍ୟ, ଦେଇଥିବା ପରୀକ୍ଷା, ଖାଇଥିବା ଔଷଧ, କରିଥିବା ଧର୍ମ, ପଢ଼ିଥିବା ପାଠରୁ ଆଜି ଲାଭ ପାଇବେ। କେଉଁଥିରୁ ପାଇବେ? ଅତୀତରେ ଯେଉଁ କର୍ତ୍ତବ୍ୟ କରିଥିଲେ, କାର୍ଯ୍ୟ କରିଥିଲେ, ତା ଫଳ ଆଜି ପାଇବେ।
आउ जो परीक्षा देइथिले ता फल आज शुणिबे जो औषध खाइथिले सी आज कार्यकारी हेबो से फल पाइबे करिथिबा धर्मर सुफल पाइबे पढ़िथिबा पाठरू आज लाभ उठाइबे देह मुंड ओ मन सुस्थ रहिबो दैनंदिन वृत्तिर आज सफलता लाभ करिबे वृत्तिर भल आय हेबो बणिक मानकर आर्थिक लाभ हेबो लाभ 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 ये लाभ पुणी बहुविध अच्छी ना विधाता क्या किभली लाभ देवे मु तो अल्प किसी कहली अंतसत्वा पुत्र लाभ कर वंश रक्षा पाई से भली पुअर बाहर हो पारनी माँ बापा चिंतित घर गोटे सुना ना कि झील आसीज बाहर ठीक हो बा इत्यादि इत्यादि लाभ हम आज जमती लाभ आज हम तुला राशि बिछा राशि 9 तारीख मंगलवार बिछा राशि अनुराधा नक्षत्र सकाल 9टा 39 जाए शुभ निरुत्साहित हुंतु नहीं पूर्वकृत पुण्यर सुफल आज मिलिब विविध सुख भिन्न भिन्न रूप से आसी आनंद शांति प्रदान करिवो देह मुंड मन सुस्थ रहिबो दैनंदिन कृत आय अमल अब्याहत रहिबो आपण जानती गाई मुहरे क्षीर तेणु कर्म अनुसार आजिर रोजगार बढ़ीजिवो आज एक मध्यम धरण दिन खटंतु ना खटिले खाइबे बसिले नुह मुंड झाड़ तुंडे मारंतु माने कठिन परिश्रम करंतु जेतिकी श्रम हब तहिरो अधिक आवश्यक नहीं किंतु श्रमर मूल्य आज पाइबे आज उच्चकोट दिन नुहे कि निम्न मानर दिन नुहे मध्यम धरण दिन बिछा राशि पाए धनुराशि 9 तारीख मंगलवार धनु राशि पूर्वाषाढ़ा नक्षत्र सकाल 9टा 39 जाए शुभ उत्तेजना आज वृद्धि हेबो मन को क्रोध आसीबो हिंसा आसीबो आकु पिटिबी ताकु बाडेबी ताकु मारिबी नहले से साबाण हेबेनी यही भली भावना आज मुंड को आसीबो हेले कौन मिलिबो प्रकृति ही नयमुच्यते सत धौतीन अंगार किन शुभ्र होवती भाई जे जेमती मनीष प्रकृति मले तुटे घुसुरी प्रकृति पंके लोटे ये कथा आम पूर्वपुरुष कही जाइचंती परा तेणु उत्तेजित हंतुनी हेले मु कहले कौन हम आज तो आपणकर स्वभाव आपण उत्तेजित करिवो ना उत्तेजनापूर्ण दिन आज पुरुषंकर आज घात चंद्र एणु सावधानता अवलंबनीय दूरयात्रा निषेध जान बाहनर व्यवहार नकले भल असुस्थता लगी रहिबो पुराणा रोग थिले उत्पात करिबो पुराणा रोगींकर कथा जटिल हेबो आय अमल बाधा आसिबो विविध दुख क्रमान्वय आसी विचित्र परिवेश सृष्टि करिबो तथापि जदि धर्मबल थिबो ये विपद आपण को स्पर्श करि परिबोनी एथिपे तो कह जाइछि धर्म रक्षति धार्मिकं एबेठू धर्म करिबा धर्म एक सिना महत्वपणिया आउ सब कथा अढ़ई दिनिया धर्म जो न करोति विमूढ़मति जे धर्म करेनि से महामूर्ख विमूढ़मति माने महामूर्ख धर्म जो न करोति विमूढ़मति धर्म होउची एकमात्र चाबी चाबी ना धर्म से चाबी की नहींकि गले स्वर्ग गेट जो ताला पड़ी से ताला आपे आपे खोली जीव हाँ स्रोत गोलोद घाट नंग धर्म जे न करे जरा परिणता पश्चातापगता सका ज्ञा दैह्यते वार्धक्य निश्चय आसो आउ से
ଯେଉଁ ଶୋକ ଦୁଃଖ ଆସିବ ତା ଅକଥନୀୟ। ବାର୍ଦ୍ଧକ୍ୟ କ'ଣ ଭାବୁଛନ୍ତି? ଚୁଟି ଧଳା ହେଇଗଲେ, ଚମ ଲୋଚା ଗୋଚା ହେଇଗଲେ, ଦାନ୍ତ ପଡ଼ିଗଲେ ବାର୍ଦ୍ଧକ୍ୟ ନାହିଁ। ଗଛକୁ ଦେଖନ୍ତୁ, ବହୁ ଆଗରୁ ବାହାରିଥିବା ପତ୍ର ସବୁଜ ଅଛି, ପଛରେ ବାହାରିଥିବା ପତ୍ର ହଳଦିଆ ହେଇଗଲାଣି, ଖସି ପଡ଼ିବ। ତେଣୁ ବାର୍ଦ୍ଧକ୍ୟ ଆମ ଭିତରର ଅଙ୍ଗ ପ୍ରତ୍ୟଙ୍ଗର ଶିଥିଳତା ହିଁ ବାର୍ଦ୍ଧକ୍ୟ। ସେ ଆଉ କାମ ଦେବନି। ସେ ସମୟରେ ଧର୍ମ ସାହାଯ୍ୟ କରିଥାଏ। ବାସ୍ ଧର୍ମ କରନ୍ତୁ। ଧର୍ମ ଥିଲେ ଆଉ ସମସ୍ୟା କିଛି ଆସିବ ନାହିଁ, ରକ୍ଷା ମିଳିଥିବ। ତେଣୁ ଏ ସମସ୍ତ ସମସ୍ୟା ସମାଧାନ ହେଇଯିବ। ଯଦି ଧର୍ମ ବଳ ନଥାଏ ତାହେଲେ ମୁଁ ବର୍ଣ୍ଣନା କରିଥିବା ସମସ୍ତ ସମସ୍ୟା ଆପଣଙ୍କୁ ବାନ୍ଧି ପକାଇବ, ଦୁଃଖ ଦେବ। ମକର ରାଶି 9 ତାରିଖ ମଙ୍ଗଳବାର, ମକର ରାଶିର ପୂର୍ବାଷାଢ଼ ନକ୍ଷତ୍ରର ସକାଳ 9ଟା 39 ଯାଏ ଶୁଭ। ସଫଳତାର ଦିନ ଆଜି। ଯେଉଁ କାମରେ ହାତ ଦେବେ ତା ସଫଳ ହେବ। ଯଦି ଆଜି ରୋଷେଇବାସ କରିବେ ଟେଷ୍ଟି ହେବ। ଯଦି ଗଛ ଲଗାଇବେ ଶୀଘ୍ର ବଞ୍ଚିଯିବ। ତେଣୁ ଆଜି ଆପଣଙ୍କ ପାଇଁ ଏକ ସଫଳତାର ଦିନ। ଘାତବାର ଅର୍ଥାଗମ ପାଇଁ ଅନେକ ସୁଯୋଗ ଆସିବ। ଚେଷ୍ଟା ଅବ୍ୟାହତ ରହିଲେ ଭଲ ରୋଜଗାର ହେବ। ଦେହ ମୁଣ୍ଡ ସୁସ୍ଥ ରହିବ। ସ୍ଥିର ମନରେ ଭଲ ମନ ବିଚାର କରିପାରିବେ। ପୁରାତନ ରୋଗୀ ସାମାନ୍ୟ ଆଶ୍ୱସ୍ତି ଲାଭ କରିବେ। ଜମିବାଡ଼ି ସଂକ୍ରାନ୍ତୀୟ ଗଣ୍ଡଗୋଳ ହେବ, ଅସୁବିଧା। ତେଣୁ ଭାଇ ସହ ଅମେଳ ହେବ। ଆର୍ଥିକ ସୁଖ ମିଳିଲେ ବି ମାନସିକ ଶାନ୍ତି ହରାଇ ବସିବେ ଏଇ ଭାଇ ପାଇଁ। ଯେଉଁ ଭାଇକୁ କେତେ ଗେଲ ଆଦର କରୁଥିଲେ ଜମିବାଡ଼ି ପାଇଁ, ପୈତୃକ ସମ୍ପତ୍ତି ପାଇଁ, ଆଜି କଟୁକ୍ତି ପ୍ରୟୋଗ କରିବେ ବା ଶୁଣିବେ, ମନ ଭଲ ରହିବନି। କୁମ୍ଭ ରାଶି 8 ତାରିଖ ମଙ୍ଗଳବାର, କୁମ୍ଭ ରାଶିର ଶତଭିଷା ନକ୍ଷତ୍ରର ସକାଳ 9ଟା 39 ଯାଏ ଶୁଭ। ବ୍ୟୟ ବୃଦ୍ଧି ହେବ। ମନାନୁମୁଖୀ କର୍ମ ମିଳିବ। ଯେଣୁ ମନ ଆଜି ଅସ୍ଥିର ଚଞ୍ଚଳ ହେବ। ତେଣୁ ସମସ୍ତେ ଆଜି ଆପଣଙ୍କ ପାଇଁ ଅବିଶ୍ୱାସୀ ହୋଇଯିବେ। ଆଜି ମନ ଘର ଧରିବନି। ଆଜି ଆପଣଙ୍କର ବୁଦ୍ଧି ବିବେକ ମନ ପାଖରେ ହାରିଯିବେ। ଆପଣ ଅନ୍ୟମାନଙ୍କୁ ସନ୍ଦେହ କରିବେ। ଫଳରେ ସମସ୍ତେ ଆଜି ଆପଣଙ୍କ ପାଇଁ ଅବିଶ୍ୱାସୀ। ସବୁ କାର୍ଯ୍ୟରେ ବାଧା ବନ୍ଧନ ସୃଷ୍ଟି ହେବ। ଭଲ ରୋଜଗାର ହେବ। ଦେହ ସୁସ୍ଥ ରହିବ। ପୁରୁଣା ରୋଗ ବି ସାମାନ୍ୟ କମିଯିବ। ପୁରୁଣା ରୋଗୀ ସାମାନ୍ୟ ଶାନ୍ତି ପାଇବେ। ଆପଣଙ୍କ ପାଇଁ ଆପଣଙ୍କ ପରିବାରରେ ସାମୟିକ କଳହ ହେବ। ଯଦି ଘରେ ଆଜି କଜିଆ ହୁଏ ତାର ମୂଳ କାରଣ ଆପଣ। ନିଜକୁ ପ୍ରଶ୍ନ କରନ୍ତୁ। କୁମ୍ଭ ରାଶିର ଜନତା ନିଜକୁ ପ୍ରଶ୍ନ କରନ୍ତୁ, କେତେ ଭଲ ଆପଣ? ଆଉ ଯଦି ଭଲ ତାହେଲେ ଭାଇ ସହ ଝଗଡ଼ା କାହିଁକି? ହସ୍ତିନାପୁର ଏବେ ବି ଅଛି। କୁରୁପାଣ୍ଡବ ପଳେଇଲେଣି। ଜମିବାଡ଼ି ପାଇଁ ଝଗଡ଼ା କାହିଁକି? କେହି ନେଇଯିବନି। ଭୂମି ପଡ଼ିଛି। ଘରେ କଳହ କାହିଁକି? ତେଣୁ ଆଜି ପାଇଁ ନିଜେ ନିଜକୁ ପ୍ରଶ୍ନ କରନ୍ତୁ, ମୁଁ ଠିକ୍ ତ? ମୋର ଭୁଲ ନାହିଁ ତ? ମୁଁ ସୀମା ଲଙ୍ଘନ କଲି ତ? ଗୋଟେ ଧାଡ଼ି ସୀମା ଲଙ୍ଘନ କଲେ କେହି କାହାର ନୁହନ୍ତି। ନାଇଁ 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 ନାଇଁ। ମୀନ ରାଶି 9 ତାରିଖ ମଙ୍ଗଳବାର, ମୀନ ରାଶିର ଉତ୍ତର ଭାଦ୍ର ନକ୍ଷତ୍ରର ସକାଳ 9ଟା 39 ଯାଏ ଶୁଭ। ପ୍ରସନ୍ନତା ବୃଦ୍ଧି ହେବ। 24 ଘଣ୍ଟା ଶାନ୍ତି ଅବ୍ୟାହତ ରହିବ। ଆଜି ଖାଲି ଶାନ୍ତି ଶାନ୍ତି ଶାନ୍ତି। ତାପରେ ଆସିବ ସୁଖ ସୁଖ ସୁଖ। ତାପରେ ଆସିବ ଆନନ୍ଦ ଆନନ୍ଦ ଆନନ୍ଦ। ଶାନ୍ତି ସୁଖ ଆନନ୍ଦ ଘରେ ରହି ଆଜି ମୀନ ରାଶିର ଲୋକେ ମଜା ଉଠେଇବେ। ପୂର୍ବାପେକ୍ଷା ସ୍ୱାସ୍ଥ୍ୟ ସରସ ସୁନ୍ଦର ଦିଶିବ। କାଲି ଦର୍ପଣ ଦେଖିଥିଲେ, ଆଜି ଦର୍ପଣ ଦେଖୁନାହାନ୍ତି।
ଆଜି ବଢ଼ିଆ ଦିଶିବେ, ଗୋଲଗାଲ ଦିଶିବେ, ସୁନ୍ଦର ଦିଶିବେ। ସ୍ୱାସ୍ଥ୍ୟ ସର ସୁନ୍ଦର ଦିଶିବ, ଦେହ ମନ ଉଭୟ ସୁସ୍ଥ ରହିବେ। ପୂର୍ବକୃତ ସଦ୍ଭାବନା ପାଇଁ ଆଜି ଉଚ୍ଚ କୋଟିର ସମ୍ମାନ ମିଳିବ। ଶୁଣିବାକୁ ପାଇବେ ଯେ ଆଜି ପରୀକ୍ଷା ଫଳ ମନଲାଖି ହୋଇଛି। ଅନୁପମ ଆୟ ହେବ ଆଜି। ଆଜି ଆପଣଙ୍କ ଆୟ ଅମଳର ଉପମା ନାହିଁ, ତୁଳନା ନାହିଁ। ବଢ଼ିଆ ଆୟ ଅମଳ ହେବ ମଙ୍ଗଳବାର ମୀନ ରାଶିର। ଆର୍ଥିକ ମାନସିକ ବୌଦ୍ଧିକ ବିକାଶ ହେବ। କୌଳିକ ମୌଳିକ ସୁଖ ଶାନ୍ତି ପାଇବେ। ମାନେ ମୀନ ରାଶିଧାରୀ ଲୋକମାନଙ୍କର ଆଜି ସବୁ ଦିଗରୁ ଶୁଭ, ଭଲ, ଶାନ୍ତି। ହଁ ବନ୍ଧୁ, ଈଶ୍ୱରଙ୍କୁ ପଚାରନ୍ତୁ, ସେ କାଲି ଆମକୁ ଏ ଖବର ଶୁଣେଇବେ ତ। ରହିଲି, ନମସ୍କାର।